ରାତିରେ ରୋଷେଇ ସାରିବା ପରେ ଚୁଲା ଉପରେ କ୍ଷୀର ଛିଟା ମାରିଲେ କ'ଣ ହୁଏ? ନମସ୍କାର, ଜୟ ଜଗନ୍ନାଥ। ମୁଁ ଗୀତାଞ୍ଜଳି ସ୍ୱାଗତ କରୁଛି ମୋ ଚ୍ୟାନେଲକୁ। ଆଜିର 20ଟି ନିହାତି ଜାଣିବା କଥା, ଆସନ୍ତୁ ଆମେ ଜାଣିବା। ଆଜି ମୁଁ ଆପଣମାନଙ୍କ ପାଇଁ କିଛି ଅନୁଚିନ୍ତା ନେଇ ଆସିଛି, ଯାହାର ବ୍ୟବହାର ଆମେ ଆମର ନୀତିଦିନିଆ ଜୀବନରେ କରିପାରିବା, ଯାହାଦ୍ୱାରା ଆମ ଜୀବନରେ ଯେଉଁ ସମସ୍ୟା ଲାଗି ରହିଛି ତାହା ଅବିଳମ୍ବେ ଦୂର ହୋଇଯିବ। ଏହି ସବୁ ଉପଦେଶ ବା ଅନୁଚିନ୍ତାର ବ୍ୟବହାର କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଲାଗି ରହିବ। ତେବେ ଆସନ୍ତୁ ଆରମ୍ଭ କରିବା। ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚିତ ଭାବରେ କରିଦେବେ। ନମ୍ବର 1, ଘରର ଉତ୍ତର ଦିଗରେ କଇଁଛ ରଖିଲେ ଘରର ସୁଖ ସମୃଦ୍ଧି ଆସିଥାଏ। ନମ୍ବର 2, ଯଦି ଘରେ ଆପଣଙ୍କ ମନ ଅଶାନ୍ତି ରହୁଛି ତେବେ ଚନ୍ଦନ କାଠି ଜଳାଇବା ଦ୍ୱାରା ମନ ଶାନ୍ତ ହୋଇଥାଏ। ନମ୍ବର 3, ଘରର ଡ୍ରଇଂ ରୁମ୍ରେ ଫୁଲ ଷ୍ଟାଣ୍ଡ ରଖିବା ଦ୍ୱାରା ଶୁଭ ହୋଇଥାଏ। ନମ୍ବର 4, ରାତିରେ ଶୋଇବା ପୂର୍ବରୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ବଲ୍ ଲଗାଇଲେ ଭଲ ହୋଇଥାଏ। ନମ୍ବର 5, ଯଦି ପିଲାଙ୍କର ପାଠପଢ଼ାରେ ମନ ଲାଗୁନାହିଁ ତେବେ 3ଟି ଶୁକ୍ଳ ପକ୍ଷରେ 5ଟି ମିଠା ସହ 2ଟି ଗୁଜରାତି ଓସ୍ତଗଛ ମୂଳରେ ଅର୍ପଣ କରିଲେ ମଙ୍ଗଳ ହୋଇଥାଏ। ନମ୍ବର 6, ରାତିରେ ରୋଷେଇ ସାରିବା ପରେ ଚୁଲା ଉପରେ କ୍ଷୀର ଛିଟା ମାରିଲେ ଦାମ୍ପତ୍ୟ ଜୀବନରେ ସମସ୍ୟା ଆସେ ନାହିଁ। ରୋଷେଇ ଘରେ ଅଇଁଠା ବାସନ ରଖିବା ଅନୁଚିତ। ନମ୍ବର 7, ସକାଳୁ ଉଠିବା ପରେ କ୍ଷୀର ଦେଖିବା ଶୁଭ ହୋଇଥାଏ। କ୍ଷୀର ଉତୁରିଲେ ଏହା ଶୁଭ ହୋଇଥାଏ। ହାତରୁ କ୍ଷୀର ଖସି ପଡ଼ିଲେ ଏହା ବିପଦର ଶଙ୍କା ହୋଇଥାଏ। ନମ୍ବର 8, ଗୋଟିଏ ବର୍ଷ ଯାଏ ପିଲାଙ୍କୁ କେବେ ଆଇନା ବା ଦର୍ପଣ ଦେଖାଇବା ଅନୁଚିତ। ଦର୍ପଣ ଭାଙ୍ଗିବା ଅଶୁଭ ହୋଇଥାଏ। ନମ୍ବର 9, ନିଜର ପର୍ସକୁ କେବେ ବି ଖାଲି ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ। ନମ୍ବର 10, ବାଲ୍ଟିରେ ସର୍ବଦା ପାଣି ଭରି କରି ରଖିଲେ ଶୁଭ ହୋଇଥାଏ। ନମ୍ବର 11, ଜଙ୍କ୍ ଲାଗିଥିବା ଲୁହା ଘରେ ରଖିଲେ ଅଶୁଭ ହୋଇଥାଏ। ନମ୍ବର 12, ମନ୍ଦିରରେ ସାପ ଦେଖିଲେ ଶୁଭ ସଂକେତ ହେବା ସହ ସବୁ ଇଚ୍ଛା ପୂରଣ ହୋଇଥାଏ। ନମ୍ବର 13, ଝାଡ଼ୁକୁ କେବେ ଗୋଇଠା ମାରିବା ଓ ଓଲଟାଇ ରଖିବା ଅନୁଚିତ। ନମ୍ବର 14, ନିଜ ମନପସନ୍ଦର ଚାକିରି ପାଇବା ପାଇଁ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ଗୋଲାପ ଫୁଲ ଅର୍ପଣ କରିବା ସହ ହନୁମାନ ଚାଳିଶା ପାଠ କରିବା ଉଚିତ। ନମ୍ବର 15, ଶୋଇବା ଘରେ ଖଟ ତଳେ ଛୋଟ ପାତ୍ରରେ ମହୁ ଲୁଚାଇ ରଖିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ନମ୍ବର 16, ସକାଳୁ ଉଠିବା ପରେ 2 ହାତର ପାପୁଲି ଦର୍ଶନ କରିଲେ ଶୁଭ ହୋଇଥାଏ। ନମ୍ବର 17, ସପ୍ତାହକୁ ଥରେ ଘରେ ଲୁଣ ପାଣିରେ ପୋଛା ଲଗାଇବା ଦ୍ୱାରା ଘର ଦରିଦ୍ରତା ଦୂର ହୋଇଥାଏ। ନମ୍ବର 18, ଶୋଇବା ଘରେ ଫୁଲ ଗଛ ରଖିବା ଉଚିତ ନୁହେଁ। ଘରର ପୂର୍ବ ଦିଗରେ ପରିବାରର ଫଟୋ ଲଗାଇଲେ ଶୁଭ ହୋଇଥାଏ। ନମ୍ବର 19, ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଆଙ୍କିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ନମ୍ବର 20, ଶୋଇବା ଘରେ କମ୍ ଲାଇଟ୍ ଥିବା ବଲ୍ ଲଗାଇଲେ ଭଲ ହୋଇଥାଏ। ଶୋଇବା ଘରେ କୌଣସି ଶବ୍ଦ ବାହାରକୁ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ। ଆଜିର ଏହି ଭିଡ଼ିଓଟି ଯଦି ଭଲ ଲାଗିଥାଏ ତେବେ ମୋ ଚ୍ୟାନେଲକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ 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 ଧନ୍ୟବାଦ। ଏମିତି ମୋ ଚ୍ୟାନେଲ ସହ ଯୋଡ଼ି ହୋଇଥାନ୍ତୁ ଏବଂ ନୂଆ ନୂଆ କିଛି ଜାଣିବାକୁ ପାଆନ୍ତୁ। ସାଇଡ଼ରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବା ଦ୍ୱାରା ମୋ ଚ୍ୟାନେଲର ସବୁ ଭିଡ଼ିଓ ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚିଯିବ। ଆଜି ପାଇଁ ଏତିକି।